ଆଜି ନାମ ପ୍ରେମରେ ବିଭୋର ରାଧା ରାଧା ଗାଇ ଯା ଆଜି ନାମ ପ୍ରେମରେ ବିଭୋର ରାଧା ରାଧା ଗାଇ ଯା রাধা রাধা বলে নাচ বাহু তোলে রাধা রাধা বলে নাচ বাহু তোলে আজি নাম প্রেমে মজি যা রাধা রাধা বলে নাচ বাহু তোলে রাধা রাধা বলে নাচ বাহু তোলে রাধা নামে মন মজি যা। ଜୟ ଶ୍ରୀ ରାଧେ। ଏତେ ଗୁରୁ ହରିବୋଲ ହରିବୋଲ ରାଧେ ରାଧେ ଜୟ ଗୁରୁ। ତ ଆଜି ପରମ ଦୟାଲ ପରମ ପ୍ରେମମୟ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଯେଉଁ ଭାବବାଣୀର କଥାକୁ ଆମେମାନେ ଆଲୋଚନା କରୁଛେ ଏ ଯାଇ ଶୁଣିଲେଣି ଶ୍ରୀ ଶ୍ରୀ ଠାକୁରଙ୍କ କୃପାରୁ ସେଇ ବିଷୟବସ୍ତୁ ଭିତରେ ଯାହା ଆପଣମାନେ ମୂଳରୁ ଶୁଣିଲେ ନାମ ପ୍ରେମରେ ବିଭୋର ଆଜି ରାଧା ରାଧା ଗାଇଯା। ଆଜି ଠାକୁରଙ୍କର ବାଣୀ, ଠାକୁରଙ୍କର ନିର୍ଦ୍ଦେଶ, ଠାକୁରଙ୍କର କୃପା ଭିତରେ ଦେଇକରି ସେ ନାମର କଥା ଜାଣିବା। ସେଇ ନାମ ଭିତରେ ସବୁ କିଛି ହେଇପାରେ। ଠାକୁର କହିଲେ ନାମ କର ନାମ କର ନାମ କର। ବେଳେବେଳେ ଆପଣମାନେ ଦେଖୁଥିବେ ଗୋଟେ ଗୋଟେ ଷ୍ଟିକର ନଥାଏ କି ନାମ କର ଲେଖା ହେଇଥାଏ। କାହିଁକି ଲେଖା ହେଇଥାଏ ନା ବାରମ୍ବାର ବାରମ୍ବାର ମନେ ପକାଇ ଦିଏ। ନାମ କର ଉତ୍ସାହ ନିଶାୟ ମନ୍ତ୍ର ସାଧନ ଚଲାଏ ଫେରାଇ ଯାଉ ଯଥା ସମୟରେ ଇଷ୍ଟ ନିର୍ଦ୍ଦେଶ ମୂର୍ତ୍ତ କରାଏ। ତ ସେଇ ଯେଉଁ ନାମଟା କଲେ କ'ଣ ହୁଏ ନା ଆମେ କହୁଛେ କ'ଣ କହୁଛେ ନା ଏଇଟାକୁ ଛାଡ଼ିଦେବା ସେଇଟାକୁ ପାଇବା, ଏଇଟାକୁ ଛାଡ଼ ସେଇଟାକୁ ଧର, ଅମକ ସମକ ସବୁ କହୁଛେ। ନେଗେଟିଭଟାକୁ ଛାଡ଼ିଦିଅ, ପଜିଟିଭ ଏନର୍ଜିଟାକୁ ଆଡ଼କୁ ଧାଇଁ ଚାଲ। ନାହିଁ, କିନ୍ତୁ ଏଠି ଠାକୁର ଆସିଲେ କ'ଣ କହିଲେ? ଜୟ ଶ୍ରୀ ରାଧେ। ଠାକୁର ଆସିଲେ କ'ଣ କହିଲେ? ଜଗତରେ ଆଜ୍ଞା କିଛି ଛାଡ଼ିବା ଦରକାର ପଡ଼ିବନି। ନା କ'ଣ ଦରକାର ପଡ଼ିବନି? ନା ଯେଉଁ ଅଛି କାମ, କ୍ରୋଧ, ଲୋଭ, ମୋହ, ଗର୍ବ, ଅହଙ୍କାର ଏସବୁ ରହିବ। ମଦ ମାଶ୍ଚର୍ଯ୍ୟ ଆଡ଼ୁ ସାଡ଼ୁ ସବୁ ଅଛି ଆମର ଦୈନନ୍ଦିନ କର୍ମମୟ ଜୀବନ ଭିତରେ ସବୁ ରହିବ। ଆପଣ କହିବେ ମୁଁ ବଞ୍ଚିଛି ଖାଇବିନି ବଞ୍ଚିବି, କେମିତି ହେବ ଆଜ୍ଞା? ଖାଇବାକୁ ତ ପଡ଼ିବ ନା, ପେଟ ଅଛି ମାନେ ଖାଇବାକୁ ପଡ଼ିବ। ମୁଁ ଶୋଇବିନି, ଆପଣ କ'ଣ ଲକ୍ଷ୍ମଣ 14 ବର୍ଷ ଯେମିତି ବଣରେ ଚେଇଁକି ରହିଥିଲେ, କାହିଁକି ନା ତାଙ୍କର ନିଦ୍ରାକୁ ତାଙ୍କ ପତ୍ନୀ ଗ୍ରହଣ କରିଥିଲେ, ସେଥିପାଇଁ ନିଦ୍ରା ଦେବୀ ତାଙ୍କ ପାଖକୁ ଗଲେନି। ଆମେ କ'ଣ ସେଇ ଲକ୍ଷ୍ମଣକୁ ପ୍ରିୟ ହେଇପାରିବେ ନା? ଆମର ଆଖି ଅଛି, ସେ ତାର ରେଷ୍ଟ ନେବ, ଶରୀର ଅଛି, ସେ ତାର ଖାଇବ ପିଇବ ସବୁ କରିବ। ସେଇଭଳି ହିସାବରେ ଆମର ଯେଉଁ ପାପ ପୁଣ୍ୟ ଲୋଭ ମୋହ ଏସବୁ ଭିତର ଦେଇକରି ବି କ'ଣ ହୁଏ ନା ଠାକୁର କହିଲେ କିଛି ଛାଡ଼ିବା ଦରକାର ନାହିଁ। ନାମ କର ସବୁ ଆପେ ଆପେ ଛାଡ଼ିକି ଚାଲିଯିବ। ତେଣୁ ଆମର ନାମ କରିବା ଭିତର ଦେଇକରି ଯଦି ଆମେ ଯେତେ ନାମ କରିପାରିବା ଆମ ଭିତରୁ ସେତେ ସବୁ ଜିନିଷ ମାନେ ଯେଉଁ ଅଛି କ'ଣ ନା ଯେଉଁ ସବୁ କୁଶ୍ଚିତ କଦାକାର ଭାବନା ସ୍ୱରୂପ କର୍ମ ଏସବୁ ଯେତକ କୁକର୍ମ ସେସବୁ ମନକୁ ମନ ଛାଡ଼ି ହେଇଯିବ। ଆମ ଭିତରେ ଯେତେ ନାମ ଚାଲିବ। ଠାକୁର କହିଲେ ମହାପ୍ରଭୁ ଶ୍ରୀ ଚୈତନ୍ୟ ଯେଉଁ ଆସିଥିଲେ, ଯେଉଁ ନାମ ପ୍ରେମରେ ମଜେଇ ଦେଲେ, ହରେ କୃଷ୍ଣ ମହାମନ୍ତ୍ର ଭିତର ଦେଇକରି ଯେଉଁ ପ୍ରେମର ତରଙ୍ଗ ଖେଳି ଦେଇଥିଲେ, ତାଙ୍କର ବହିରଙ୍ଗା ଶକ୍ତି ଅନ୍ତରଙ୍ଗା ଶକ୍ତି ସେ କଥା ବି କହିଛନ୍ତି। ସେ ବହିରଙ୍ଗା ଶକ୍ତି ଅନ୍ତରଙ୍ଗା ଶକ୍ତି ଭିତର ଦେଇକରି ଯେତେବେଳେ ଗୋଟେ ଭକ୍ତର ଭାବ ସେ ପରିପ୍ରକାଶିତ କରିଦେଇଛନ୍ତି, ସେତେବେଳେ ଯେଉଁ ନାମ ଭିତର ଦେଇକରି ପ୍ରେମ ଆସିଯାଏ। ଆଉ ନାମ ଆଉ ପ୍ରେମ ଏଇ ଦୁଇଟା କ'ଣ ହୁଏ ନା ସବୁ କିଛିଟାକୁ ହିଁ ସମ୍ଭବ କରିଦିଏ। ସବୁ କିଛିର ହିଁ ଶକ୍ତିର ଉତ୍ସ ହେଉଛି ନାମ ଆଉ ପ୍ରେମ। ନାମ, ସେଥିପାଇଁ ନାମ ଓ ପ୍ରେମ ସମସ୍ତଙ୍କୁ ନିଜର କରିପାରେ। ପ୍ରେମ ହିଁ ପୃଥିବୀର ସବୁକିଛି ଲାଭ କରାଇପାରେ। ପ୍ରେମ ହିଁ ମୋତେ ଓ ତୁମକୁ ଲାଭ କରାଇ ଦେଇପାରେ। ପ୍ରେମର ଠାକୁର ପ୍ରେମର ଟାଣେ ଆସିଥିଲେ ବୃନ୍ଦାବନେ, ଆଉ ସେ ଯେ ପ୍ରେମ କାଙ୍ଗାଳ ହରି ନ ଆସିକି ରହିପାରେ। ତେଣୁ ଭଲ ପାଇବା ଭିତରେ ଦେଇକରି ଠାକୁର ଆସିଥିଲେ ସେଇ ବୃନ୍ଦାବନ ଧାମରେ, ଯେଉଁ ନିତ୍ୟ ଲୀଳା କରିଛନ୍ତି। ଆଜି ପର୍ଯ୍ୟନ୍ତ ବି ନିତ୍ୟ ଲୀଳା ଚାଲୁଛି। କାହିଁକି ନା ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆମର ଏ ଯେଉଁ
ସ୍ଥୂଳ ଚକ୍ଷୁ ସମ୍ଭବପର ନୁହେଁ, ସୂକ୍ଷ୍ମ ଚକ୍ଷୁ ଅନ୍ତର୍ଦୃଷ୍ଟି ଭିତରେ ଦେଇକରି ଦର୍ଶନ କଲେ ଆଉ ପ୍ରଭୁଙ୍କର କୃପା ହେଲେ ହିଁ ସେସବୁ ସମ୍ଭବପର ହେଇପାରିବ। ଆଉ ନାମ କଲେ କ'ଣ ହୁଏ ନା, ଆମର ଯେଉଁ ପାଗଳ ପ୍ରାୟ ଚିତ୍ତ ମନ କ'ଣ ପାଗଳ ମନ ନୁହେଁ? ଯେମିତି ମନେରେ ବାଇଆ ମନ ଅଢ଼େଇ ଦିନକୁ କରୁଛୁ ଆଶା। କାହିଁକି ନା ପାଗଳା ମନ କ'ଣ କରୁଛି ନା, ଆଜି ୟା ପଛରେ ଥାଇଲାଣି, କାଲି ତା ପଛରେ, ଆଜି ଟଙ୍କା, କାଲି ବିଭିନ୍ନ ପ୍ରକାରର ଜିନିଷକୁ ପାଇବା ପାଇଁ ଚକ୍କର କରୁଛି, ଆଡ଼େ ସାଡ଼େ ଧାଁ ଧପଡ଼ କରୁଛି। କିନ୍ତୁ ନାମ କରିବା ଭିତରେ କ'ଣ ମନ ସ୍ଥିର ହୋଇଯାଏ ନା? କେଉଁଠି ସ୍ଥିର ହୋଇ କେଉଁଠି ରହେ ନା, ଛନ୍ଦା ପଦେ ମନ ମୋର ରହିଥିବ ନିରନ୍ତର, ଅକିଞ୍ଚନ ଶ୍ରୀ ଛାମୁରେ କରେ ନିବେଦନରେ। ଯେତେବେଳେ ନାମ ହେଇଯାଏ ସେତେବେଳେ ପ୍ରଭୁଙ୍କର ଛନ୍ଦାପାଦ ପଦ୍ମରେ ମନ ରହିଯାଏ। ତେଣୁ ଠାକୁର ଏଠି କହିଲେ, ପ୍ରେମ ହିଁ ମୋତେ ଓ ତୁମକୁ ଲାଭ କରିପାରେ ଏବଂ ପ୍ରତ୍ୟେକ ପ୍ରେମରେ ବନ୍ଧା ହୋଇ ପଡ଼ିବେ। ପ୍ରେମ ନାମ ମୋତେ ଜୟ କରିପାରେ ଓ ନିଜର କରିପାରେ। ତେଣୁ ନାମ ପ୍ରେମ ବିଶ୍ୱକୁ ଜୟ କରିପାରେ, କାରଣ ମୁଁ ହିଁ ବିଶ୍ୱ ନାମ ଓ ପ୍ରେମ ପ୍ରଚାର କରୁ ହୃଦୟ ଦେଇ ହୃଦୟ କିଣ। ନାମର ପ୍ରଚାର ପ୍ରସାର, ଯେମିତି ଆଜିକାଲିର ବର୍ତ୍ତମାନ ଦେଖିବାକୁ ଗଲେ ଇସ୍କନ ଯେଉଁ ଅନ୍ତରାଷ୍ଟ୍ରୀୟ ଶ୍ରୀକୃଷ୍ଣ ଭାବନା ସଂଘ, ଯାହାକି ପ୍ରତ୍ୟେକ ହୃଦୟ ମନ ପ୍ରାଣ ଭିତରେ ସେଇ ମହାପ୍ରଭୁଙ୍କର ବା ସେଇ ଯେଉଁ ଦିବ୍ୟ ରାଧାକୃଷ୍ଣଙ୍କର ଦିବ୍ୟ ପ୍ରେମର ବାର୍ତ୍ତା ପହଞ୍ଚେଇ ଦେଇପାରିଛନ୍ତି। ତା ଛଡ଼ା ଯେଉଁ ସମସ୍ତ ଭଗବାନଙ୍କର ଯେଉଁ ବିଭିନ୍ନ ସ୍ୱରୂପର ପରିପ୍ରକାଶ ସମସ୍ତଙ୍କ ପାଖରେ ନେଇ ପହଞ୍ଚେଇ ଦେଇଛନ୍ତି। ସେଥିଲାଗି ସେ ଯେଉଁ ଇସ୍କନର ଯେଉଁ ଭକ୍ତମାନେ ଅଛନ୍ତି ପ୍ରଚାର ପ୍ରସାର କରୁଛନ୍ତି, ସେମାନଙ୍କୁ ଅନ୍ତରୁ ପ୍ରଣାମ। ଆଉ ଗୋଟେ ଜିନିଷ ଦେଖିବାକୁ ଗଲେ, କାହାର ଜୀବିକା ଜୀବନ, ସମସ୍ତେ କିଛି ନା କିଛି କର୍ମ କରିକିରି ଜୀବନ ବିତାଉଛନ୍ତି। କାହିଁକି ନା ବଞ୍ଚିବା ପାଇଁ ଖାଦ୍ୟ ଦରକାର, ଖାଦ୍ୟ ପାଇଁ ଅର୍ଥ ଦରକାର। ସେଥିପାଇଁ କାହାକୁ ଦୋଷାରୋପ କରିବା ଅନୁଚିତ ହେବ। କାହିଁକି ନା ସବୁରି ଭିତରେ ହେଉଛନ୍ତି କ'ଣ ନା, ସମସ୍ତ ଯେଉଁ ସବୁ ଅଛନ୍ତି ସଂସ୍ଥାମାନ ଅଛନ୍ତି, ସମସ୍ତେ ଇନକମ୍ ସୋର୍ସକୁ ଦେଖୁଛନ୍ତି, ତା ସହିତ ଭକ୍ତିଭାବକୁ ବି ଦେଖୁଛନ୍ତି। ନହେଲେ ସେମାନଙ୍କର ପୁଣି ପରିବାର ଗୁଜୁରାଣ ମେଣ୍ଟିବ କେମିତି, ଚଳିବ କେମିତି? ତେଣୁ ଦୋଷାରୋପ କାହାକୁ ଦେବା ଉଚିତ ନୁହେଁ। ପ୍ରତ୍ୟେକଙ୍କୁ ପ୍ରେମ ଓ ନାମ ପ୍ରଚାର ପାଇଁ ସଜାଗ କର। ପ୍ରେମ ହିଁ ସ୍ୱର୍ଗ ହିଁ ପ୍ରେମ, ପ୍ରଶାନ୍ତ ହୃଦୟ ହିଁ ସମସ୍ତଙ୍କୁ ଶାନ୍ତି ଦେଇପାରେ। ମୋ ପାଖକୁ ଆସ, ମୁଁ ତୁମକୁ ସବୁ କିଛି ଦେବି। ମୋ ପାଖକୁ ଆସ, ସର୍ବଧର୍ମାନ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ, ଅହଂ ତ୍ୱଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ତେଣୁ ଭଗବାନଙ୍କୁ ଆମେ ଅନ୍ତର ସହିତ ଯେତେ ଭଜିବା, ଯେତେ ମନନ କରିବା, ତା ଭିତରେ ଦେଇକିରି ସବୁକିଛି ସମ୍ଭବର। ତେଣୁ ଭଲ ପାଇବା ପ୍ରେମ କେଉଁଭଳି କେତେବେଳେ ଆସିବ ନା, ଯେତେବେଳେ ନାମ ଚାଲିବ ଭିତରେ, ଯେତେବେଳେ ଅନ୍ତର ଭିତରେ ଯେତେ ନାମ ଚାଲିବ, ପ୍ରେମଟା ହିଁ ପ୍ରଭୁଙ୍କ ପ୍ରତି ଆସକ୍ତି ଆଟାଚ୍ ହେଇଯିବ ମନ, ସେତେବେଳେ ଭଲ ପାଇବା ପ୍ରେମ ଭାବଟା ହିଁ ଜାଗ୍ରତ ହେବ। ତେଣୁ ବହୁତ ଜାଗାରେ ସତ୍ସଙ୍ଗରେ କୁହା ହୁଏ ନାହିଁ କି, ପ୍ରେମ କର, ଠାକୁରଙ୍କୁ ଭଲ ପାଅ, ଈଶ୍ୱରଙ୍କୁ ଭଲ ପାଅ। ଆରେ ଭଲ ପାଇବା କ'ଣ ଏଇଠି କେଉଁଠି ଥୁଆ ହେଇଛି 2-4 କିଲୋ ନେଇ ଆସିବା? ନା, ଅନ୍ତର ଭିତରେ ଯେତେ ନାମ ଆସିବ, ଯେତେ ତାଙ୍କର ସ୍ୱରୂପ ଚିନ୍ତନ ଆସିବ, ଭଲ ପାଇବା ସେତେ ବଢ଼ିବ। ତେଣୁ ଆସନ୍ତୁ, ଆଜିର କଥାକୁ ବେଶୀ ଲମ୍ବେଇବାନି, ଛୋଟ ଛୋଟ ଭିଡ଼ିଓ ଭିତରେ ଦେଇକରି ଯିବା। ଏଇଭଳି ଭାବରେ ସମସ୍ତେ ଆମେ ନାମଟା ଯେତେ କରିବା, ନାମ ଯାହାର ଧ୍ୟାନ ବି ତାହାର ହେବ। ଯେତେବେଳେ ନାମ ଯାହାର, ଆପଣ ରାଧା ନାମ ନେଉଛନ୍ତି, ରାଧାଙ୍କର ପ୍ରତିଛବି ଯେତେବେଳେ ଆସିଯିବ, ସେତେବେଳେ ଆପଣଙ୍କର ଭଲ ପାଇବା ଆପଣା ଛାଏ ପ୍ରସ୍ଫୁଟିତ ହୋଇ ଉଠିବ। ସେଇ ପ୍ରସ୍ଫୁଟିତ ଭିତରେ ଯେତେବେଳେ ନାମ ଆପଣ କରୁଥିବେ, ରୂପ ଧ୍ୟାନ ଚାଲିଥିବ, ମା ରାଧାରାଣୀଙ୍କର କୃପା ହିଁ ଆମମାନଙ୍କ ଉପରେ ଆସିବ। ସେତେବେଳେ ହିଁ ଗୋଟେ ଭଲ ପାଇବା ଆସେ। ସମସ୍ତଙ୍କ ଜୀବନରେ କଳି ଝଗଡ଼ା ପାଟିତୁଣ୍ଡ ସବୁକିଛି ହିଁ ଅଛି, କିନ୍ତୁ ତା ଭିତରେ ଦେଇକରି ତ ସାଂସାରିକ କର୍ମ ଗୁଡ଼ିକ, ତା ଭିତରେ ଆମେ ମଝି ନ ଯାଇକରି ସେଇ ଯେଉଁ ନାମର ପ୍ରେମ ଭିତରେ ଡୁବିଯିବା, ଈଶ୍ୱରଙ୍କ କୃପା ଲାଭ କରିବା ପାଇଁ ସଜାଗ କରିବା, ନିଜକୁ ତିଆରି କରିବା। ଏଇଟା ହିଁ ଆମ ମାନବ ଜୀବନର ଲକ୍ଷ୍ୟ।
ତେଣୁ ଏଇ ଯେଉଁ କଥା ଗୁଡ଼ିକ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଭାବବାଣୀଟାକୁ ଆମେ ଯେତେବେଳେ ବୁଝିଯିବା ସେତେବେଳେ ଠାକୁର କିଏ, କାହିଁକି ଆସିଥିଲେ, କ'ଣ ପାଇଁ ଆସିଥିଲେ ଆମେ ଜାଣିପାରିବା। ଆଉ ଜିନିଷ ହେଉଛି କ'ଣ ନା, ବହୁତ ଜାଗାରେ ସମସ୍ତଙ୍କର ମତି ତ ସମାନ ନଥାଏ। ମୋର ଶିକ୍ଷା ଦୀକ୍ଷା ଯେତିକି ମୁଁ ସେଇ ହିସାବରେ କହିବି, ଯାହାର ଶିକ୍ଷା ଦୀକ୍ଷା ଯେତିକି ସେ ସେଇ ହିସାବରେ ଚଳିବ। କିନ୍ତୁ ଯେଉଁମାନଙ୍କର ଯେତିକି ମୁଣ୍ଡ ସେମାନେ ସେତିକି ଭିତରେ ସୀମିତ। ଆମମାନଙ୍କର ବି ଦୋଷ ତ୍ରୁଟି ଅଛି, ଆମମାନଙ୍କର ବି ଭୁଲ ଭଟକା ଅଛି। ତେଣୁ ଆମମାନଙ୍କ ଦୋଷ ତ୍ରୁଟି ଭୁଲ ଭଟକାକୁ ଆଖିରେ ନ ରଖିକିରି, ବହୁତ ଖାଲି ମୁଁ ନୁହେଁ, ବହୁତ ବି ଅଛନ୍ତି ମାନ ଦୋଷ ତ୍ରୁଟି ଭୁଲ ଭଟକା ଅଛି। ତେଣୁ ସେଥିପ୍ରତି ଗୁରୁତ୍ୱ ନ ଦେଇ ଠାକୁର କାହିଁକି ଆସିଥିଲେ, କ'ଣ ପାଇଁ ଆସିଥିଲେ, ତାଙ୍କର ସେ ଯେଉଁ ଭାବାମୃତ, ସେ ଯେଉଁ ଶ୍ରୀହସ୍ତ ଲିଖିତ, ଶ୍ରୀମୁଖ ନିଃସୃତ, ନାରୀର ନୀତି, ସତ୍ୟାନୁସରଣ, ଏସବୁ ଭିତର ଦେଇ ପାଠ କରି ତାକୁ ନିଜ ଜୀବନଚର୍ଯ୍ୟାରେ ଯେତେବେଳେ ଆମେ କାର୍ଯ୍ୟରେ ଲଗେଇବା, ଜୀବନଚର୍ଯ୍ୟାରେ ଯେତେବେଳେ ଆମେ ବାସ୍ତବିକ ଭାବରେ ତାକୁ ଫୁଟେଇ ତୋଳେଇବା, ସେତେବେଳେ ଆମ ଭିତରେ ସେଇ ଯେଉଁ ଭଲ ପାଇବା ବା ଠାକୁରତ୍ୱ ଜାଗ୍ରତ ହେବ। ଆମେ ଆମ ଅନ୍ତ ଦୃଷ୍ଟି ଭିତର ଦେଇ ସେଇ ରାଧାକୃଷ୍ଣଙ୍କର ଦର୍ଶନ କରିପାରିବା। ସେଇ ପ୍ରଭୁଙ୍କର ସେଇ ଫଟୋଚିତ୍ର ହେଉନା କାହିଁକି, ରୂପ ଧ୍ୟାନ ଭିତରେ ଦେଇକରି ଦେଖୁଥିବା। ଯେମିତି ଆଜିକାଲି ଆମର AI ଭିଡ଼ିଓ କରିଦେଉଛି, ହସେଇ ଦେଉଛି, କନ୍ଦେଇ ଦେଉଛି, ଚଲେଇ ଦେଉଛି, ସେଇଭଳି ଭାବରେ ନାମଟା ଏଭଳି ଭାବରେ ହେବା ଦରକାର ଯିଏକି ଆମେ ପ୍ରଭୁଙ୍କ ରୂପ ଧ୍ୟାନ କରିବା ଭିତରେ, ଆହା ଆଜି ମା ରାଧାରାଣୀ ମୋତେ କୃପା ଦୃଷ୍ଟିରେ ଚାହିଁଛନ୍ତି, ମୁଁ ଯେତେବେଳେ ମା ବୋଲି ଡାକି ଦେଉଛି ସେ ମୋତେ କୋଳେଇ ନେଉଛନ୍ତି, ଆପଣାର କରିଦେଉଛନ୍ତି। ଏ କରିବା, ଏଇ କଥା ଭିତରେ ଦେଇକରି ସେସବୁ ଜିନିଷ ଯେମିତି ଆଖି ଆଗରେ ନାଚି ଉଠୁଥିବ, ଆମର ଭାବନା ଯେଉଁଭଳି ଭାବରେ ହେଉଥିବ, ଆମେ ସେଇ ପ୍ରଭୁଙ୍କର ସହିତ ସେଇଭଳି ଭାବରେ ମିଶୁଥିବା, ଗୁରୁଙ୍କ ସହିତ ସେଇଭଳି ଭାବରେ ଜଡ଼ିତ ହୋଇ ରହିଥିବା। ଆଉ ଆମର ଇଷ୍ଟ ଯିଏକି ରାଧାକୃଷ୍ଣଙ୍କର ସେଇ ଯୁଗଳ ପ୍ରତିଛବିକୁ ସେଇଭଳି ଭାବରେ ଦେଖୁଥିବା, ଆମ ମନ ଯେଉଁଭଳି ଭାବରେ ନେଇକା ଚାଲିଥିବ। ଆଉ କୁତ୍ସିତ କଦାକାର ମନ ଭିତରେ ଦେଇକରି ଏସବୁ ଧ୍ୟାନ ଧାରଣା ଆସେ ନାହିଁ। ଯେଉଁମାନଙ୍କର ଆସେ ସେମାନେ କୁହନ୍ତି ଏସବୁ ସିଏ, କିନ୍ତୁ ବାସ୍ତବିକ ସେମାନଙ୍କର ରୂପ ଧ୍ୟାନ ହୁଏ ନାହିଁ। ଆଉ ଯେଉଁମାନଙ୍କର ରୂପ ଧ୍ୟାନ ହୁଏ ତ ସିଏ ଗୋଟେ ଅଲଗା ଟାଇପ୍ର ମଜା ମସ୍ତି, ତାକୁ ବାସ୍ତବିକ ଭାବରେ ବର୍ଣ୍ଣନା କରିହେବନି। ବହୁତ ପରିଶ୍ରମ କରିବାକୁ ହେବ। ବଜ୍ରାସନ, ପଦ୍ମାସନ ଏସବୁ ଭିତର ଦେଇକରି, ଆସନ ଭିତର ଦେଇକରି, ଦୁଇ ବୃହଲତାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏଇ ଜାଗାଟା ସାଧନାର ଚକ୍ର ଭିତରେ ଯେତେବେଳେ ଆସେ ସେତେବେଳେ ପ୍ରଭୁଙ୍କର ରୂପ ଧ୍ୟାନ ହେଇପାରେ। ଆଜିର କଥା ବେଶୀ ଲମ୍ବି ଯାଉଛି, ଆଜି ଆଉ ବେଶୀ ନାହିଁ, ଏଇଠି ରଖିବା କଥାକୁ। ତେଣୁ ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗୁଥିବ ତାହେଲେ ନିଶ୍ଚିନ୍ତ ଭାବରେ ଆପଣ ଶୁଣନ୍ତୁ, ଆଉ ସେ ଠାକୁରଙ୍କର କୃପା ଲାଭ କରନ୍ତୁ। ମନେ ମନେ ଏହି କଥା ଶୁଣିବା ଭିତରେ ଦେଇକରି ଠାକୁରଙ୍କର ସ୍ୱରୂପକୁ ଧ୍ୟାନ କରିବା ଭିତରେ ଦେଇକି ରାଧାକାନ୍ତଙ୍କର ସ୍ୱରୂପକୁ ଧ୍ୟାନ କରି ନିଜ ଜୀବନକୁ କୃତାର୍ଥ କରନ୍ତୁ। ଆଜି ପାଇଁ କଥାଟିକୁ ଏଇଠି ରଖୁଛି। ଜୟ ଗୁରୁ, ଜୟ ଶ୍ରୀ ରାଧେ, ନିତାଇ ଗୌର, ହରିବୋଲ ହରିବୋଲ ହରିବୋଲ, ରାଧେ ରାଧେ।